ହ୍ୟାଲୋ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଆଉ ଗୋଟେ ନୂଆ କାହାଣୀ। ଆଜି ମୁଁ ଗୋଟେ କାହାଣୀ କହିବାକୁ ଯାଉଛି, କେମିତି ତା ମାଆର ଦୁଃଖ ନ ଦେଖିପାରି ତାର ଦୁଇ ପୁଅ ଦୁନିଆର ସବୁଠୁ ବଡ଼ ଧନୀ ହୋଇଥିଲେ। ଗୋଟେ ମାଆର ଦୁଇଟି ଝିଅ ଥିଲେ। ଜଣକର ନାଁ ଥିଲା ପୂଜା ଏବଂ ଆଉ ଜଣକର ନାଁ ଥିଲା ଲିଜା। ସେ ଦୁଇ ଜଣ ଝିଅ ମଧ୍ୟରୁ ତାଙ୍କ ମା' ତାଙ୍କ ବଡ଼ ଝିଅ ପୂଜାକୁ ବେଶୀ ଭଲ ପାଉଥିଲେ ଏବଂ ତାଙ୍କ ବାପା ତାଙ୍କ ସାନ ଝିଅ ଲିଜାକୁ ବେଶୀ ଭଲ ପାଉଥିଲେ। ଦୁଇ ଝିଅ ମଧ୍ୟରୁ ବଡ଼ ଝିଅ ପୂଜାକୁ ତାଙ୍କ ମା' ସବୁ ଜିନିଷ ଦେଉଥିଲେ, କିନ୍ତୁ ହେଲେ ସାନ ଝିଅକୁ କିଛି ମିଳୁନଥିଲା। କିଛି ଦିନ ଗଲା ପରେ ବଡ଼ ଝିଅର ବାହାଘର ହୋଇଗଲା। ଗୋଟେ ବହୁତ ବଡ଼ ଘରେ ତାଙ୍କ ବଡ଼ ଝିଅର ବାହାଘର ହୋଇଗଲା। ବାହାଘର ସରିବା ପରେ ସିଏ ଯେତେବେଳେ ଘରକୁ ଆସେ, ତା ସାନ ଭଉଣୀ ଲିଜାକୁ କେବେ ବି ଭଲ ପାଏ ନାହିଁ, ଆଉ ତାକୁ ବହୁତ ଅପବ୍ୟବହାର ଓ ନିଚା ଦେଖାଇ କରି କହେ। ସାନ ଭଉଣୀ ଲିଜା ସେସବୁ ସହିଗଲା। ପୂଜାର ମା ମଧ୍ୟ ଦେଖିପାରେ ନାହିଁ ଲିଜାକୁ, ଆଉ ବହୁତ କଷ୍ଟ ଦିଏ। ଏମିତି କିଛି ଦିନ ଗଲା ପରେ ଲିଜାର ବାହାଘର ଗୋଟେ ଛୋଟ ଘର ଦେଖି ତା ମା ବାହା କରି ଦେଲା। ଲିଜାର ସ୍ୱାମୀ ବେଶୀ କିଛି ଇନକମ୍ କରେ ନାହିଁ, ହେଲେ ବେଶୀ ମଦ ପିଆପିଇ କରେ ଓ ଲିଜାକୁ ବହୁତ ମରାଧରା ମଧ୍ୟ କରେ ଆଉ କଷ୍ଟ ଦିଏ। ଆଉ ସେ ମଦ ପିଇବା ଲାଗି କହେ କି ତା ଘରୁ ପଇସା ଆଣିବା ଲାଗି। ହେଲେ ଯେମିତି ଏସବୁ କଥା ଲିଜାକୁ ତା ମାଆକୁ ଜଣେଇଲା, ଆଉ ତା ମା ଲିଜାକୁ ଗାଳି ଦେଲା, ହେଲେ ସେ ବିଷୟରେ କିଛି ବୁଝିଲା ନାହିଁ। କିଛି ଦିନ ଗଲା ପରେ ଲିଜାର ତା ସ୍ୱାମୀ ପାଖରୁ ଦୂରେଇ ଗଲା। ତାର ଦୁଇ ପୁଅକୁ ନେଇ ସେ ଅଲଗା ରହିଲା, ଆଉ ତାର ପୁଅକୁ ବାହାରେ ପଢ଼େଇବା ଲାଗି ନିଜେ କାମ କଲା ଓ ଲିଜାର ମା ତାକୁ କିଛି ସାହାଯ୍ୟ କଲା ନାହିଁ। ଏମିତି କିଛି ଦିନ ଗଲା ପରେ ଲିଜାର ଦୁଇ ପୁଅ ବଢ଼ିଗଲେ ଆଉ ବହୁତ ପଇସା ମଧ୍ୟ କମେଇଲେ। ସେପଟେ ତାର ଭଉଣୀର ପୁଅ ଆଉ ଝିଅ ମଧ୍ୟ ବଢ଼ି ଯାଇଥିଲେ। ଏମିତି କିଛି ଦିନ ପରେ ପୂଜା ଆଉ ଲିଜାର ମାଆର ଜନ୍ମଦିନ ଥିଲା। ତାର ଦୁଇ ଝିଅ ପୂଜା ଆଉ ଲିଜା ଆସିଥିଲେ। ଲିଜାର ପୁଅ ତାଙ୍କ ମା ତାଙ୍କୁ ମାମୁଁ ଘରକୁ ଯିବା ବୋଲି ତାଙ୍କ ପାଇଁ ଗାଡ଼ି ପଠେଇଥିଲେ ଓ ତାଙ୍କ ଦୁଇ ପୁଅ ମିଟିଂ ଥିଲା ବୋଲି କହି ତା ମାଆକୁ ଆଗେ ପଠେଇ ଦେଇଥିଲେ। ତାଙ୍କ ମା ଯାଇ ଆଗେ ପହଞ୍ଚି ଯାଇଥିଲେ ସେଠି। ଏବେ ବି ଜାଣି ନାହାନ୍ତି ତାଙ୍କ ସାନ ଝିଅର ପୁଅ ଏତେ ପଇସା କମଉଛି ବୋଲି। ସେଠି ତାଙ୍କୁ ବହୁତ ନିଚା ଆଉ ଅପମାନ କରୁଥିଲେ। ପୂଜା ଆଉ ଲିଜାର ମା ବହୁତ ଲୋଭୀ ଥିଲା। ସେଥିଲାଗି ତାଙ୍କ ବଡ଼ ଝିଅ ପାଖରେ ବେଶୀ ପଇସା ଥିଲା ବୋଲି ତାଙ୍କୁ ବେଶୀ ଭଲ ପାଉଥିଲେ। ତା ସାନ ଝିଅ ତା ମାଆକୁ ଯେତେ ଭଲ ପାଇଲେ ମଧ୍ୟ ତା ମା ତାକୁ ଭଲ ପାଉନଥିଲା। ତା ବଡ଼ ଝିଅ ତା ମାଆକୁ ଗିଫ୍ଟ ଦେଲା ଗୋଟେ ସୁନାର ହାର। ସେଇ ହାର ଦେଖି ତା ମା ବହୁତ ଖୁସି ହୋଇଥିଲା, ଆଉ ତା ସାନ ଝିଅକୁ ବହୁତ ନିଚା ଦେଖେଇଥିଲା। ହେଲେ ସେ ଜାଣିନଥିଲା କି ତା ସାନ ଝିଅର ପୁଅ ଦୁଇ ଜଣ ଏ ଦୁନିଆରେ ସବୁଠୁ ବଡ଼ ଧନୀ ବୋଲି। ଯେତେବେଳେ ଜାଣିବ ତା ପାଦ ତଳୁ ମାଟି ଖସିଯିବ। ତା ବଡ଼ ଝିଅର ପୁଅ ଆଉ ଝିଅ ମଧ୍ୟ ତା ସାନ ଝିଅକୁ ବହୁତ ନିଚା କରି କହିଥିଲେ କି ତମେ ତ ଗରିବ, ତମେ କ'ଣ ଦେଖିଥିବ ଆଉ କ'ଣ ଜାଣିଥିବ ଏମିତି ଜିନିଷ? ଆମ ଆଈ ପାଇଁ ତମେ କେବେ ବି ଦେଖିନଥିବ। ଠିକ୍ ସେହି ଟାଇମ୍ରେ ଲିଜାର ଦୁଇ ପୁଅ ଦୁଇଟି କାର୍ ନେଇ ଆସିଲେ ଗାଁ ଭିତରେ। ଗାଁର ସବୁ ଲୋକ ଦେଖୁଥାନ୍ତି କିଏ ଆସିଲେ। ଯେତେବେଳେ ସେ ଦୁଇ ଜଣ ତାଙ୍କ ମାମୁଁ ଘର ଆଗରେ ଆଣି ଗାଡ଼ି ରଖିଲେ, ସବୁ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ସେ ଗାଡ଼ିରୁ ଓହ୍ଲେଇ ଆସି ମା ପାଦ ଛୁଇଁ ତାହା ଦେଖି ଲିଜାର ମା ଆଶ୍ଚର୍ଯ୍ୟ ହୋଇଗଲା। ତାପରେ ତା ପୁଅ ଆଣିଥିବା ଗିଫ୍ଟ ମା ଲିଜା ହାତକୁ ଦେଇଦେଲେ। ତାପରେ ତା ମା ସେ ଗିଫ୍ଟ ତା ମାକୁ ଦେଲା। ତା ମା ସେ ଗିଫ୍ଟ ଦେଖିବା ପରେ ସେ ବିଶ୍ୱାସ କରିପାରିଲା ନାହିଁ
ସେଥିରେ ଡାଇମଣ୍ଡର ହାର ଥିଲା। ତାପରେ ତା ମା ଲିଜାର ସାଇଟ୍ ହୋଇଗଲା ଆଉ ପୂଜା କହିବାକୁ ଲାଗିଲା, ଏସବୁ ଏମାନେ ଚୋରି କରିଥିବେ। ଏତିକି ଶୁଣି ଲିଜାର ପୁଅ କହିଲେ, ଆମେ ଆମ ମେହନତରେ କରିଛୁ, ଚୋରି କରିନୁ। ଏତିକି ପରେ ପୂଜାର ଝିଅ କହିଲା, ହଁ ଏଇଟା ଚୋରି ହେଇଥିବ। ସେ ଲିଜାର ପୁଅ କହିଲା, ଠିକ୍ ଅଛି, ଟିକେ ରୁହ। ତାପରେ ସେ ଫୋନ୍ କଲା କମ୍ପାନୀର HR ଟିମ୍କୁ ଆଉ କହିଲା ତାକୁ ଜବ୍ରୁ ବାହାର କରିବାକୁ। ସେଠୁ ପୂଜାର ଝିଅ କହିଲା, ସେ କମ୍ପାନୀ ବହୁତ ବଡ଼, ତ ତା ଭିତରକୁ ବି ମଧ୍ୟ ତମେ ଯାଇପାରିବ ନାହିଁ। ଏତିକି କହିଛି କି ନାହିଁ, ପୂଜାର ଝିଅ ପାଖକୁ କଲ୍ ଆସିଲା କି ତମ ଜବ୍ ଆଉ ନାହିଁ। ତାହାପରେ ତା ମା ଆଉ ପୂଜା ଝିଅ ପୁରା ଡରିଗଲେ। ଯଦି ଆପଣମାନେ ଚାହୁଁଛନ୍ତି ଏ କାହାଣୀକୁ କଣ୍ଟିନ୍ୟୁ କରିବା ପାଇଁ, ତାହେଲେ ମୋତେ କମେଣ୍ଟ କରନ୍ତୁ। ତାପରେ ମୁଁ ଏହାର ସେକେଣ୍ଡ ପାର୍ଟ ନେଇ ଆପଣମାନଙ୍କ ପାଖକୁ ଆସିବି। ଜୟ ଜଗନ୍ନାଥ।